ଜିତୁ ମୁଣ୍ଡାଙ୍କ ପରେ ପୁଣି କେଉଁଝର ଜିଲ୍ଲାରୁ କାହ୍ନୁ ପ୍ରଧାନଙ୍କ ଦୃଶ୍ୟ ଏବେ ବେଶ୍ ସାମ୍ନାକୁ ଆସୁଛି। ତେଲକୋଇ ବ୍ଲକ ଅନ୍ତର୍ଗତ ଜଗମୋହନପୁର ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ନାମରେ ଆସିଛି ଏଭଳି ଅଭିଯୋଗ। ନିଜ ସ୍ତ୍ରୀଙ୍କର ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଟଙ୍କା ପାଇବା ପାଇଁ ଦୀର୍ଘ 1.5 ବର୍ଷ ହେବ ବ୍ୟାଙ୍କ ଦୌଡ଼ି ଦୌଡ଼ି ଥକିଗଲେଣି କାକୁଡ଼ି ଅମ୍ବା ଗ୍ରାମର ମୃତ ବ୍ୟକ୍ତି କାନ୍ଦିରି ପ୍ରଧାନଙ୍କ ସ୍ୱାମୀ କାହ୍ନୁ ପ୍ରଧାନ। ସେ ଜଣେ ଆଦିବାସୀ ନିରୀହ ଲୋକ ହୋଇଥିବାରୁ କାହାକୁ କିଛି ନ କହି ମନ ଦୁଃଖରେ ସବୁବେଳେ ଘରକୁ ଫେରୁଛନ୍ତି ଏବଂ ଆଉ ଜଣେ ଛାମୁଣ୍ଡା ଗ୍ରାମର ମୃତ ବ୍ୟକ୍ତି ଯଶୋଦା ସାହୁଙ୍କ ସ୍ୱାମୀ ସାରଙ୍ଗଧର ସାହୁ ଦୀର୍ଘ 5 ବର୍ଷରୁ ଉର୍ଦ୍ଧ୍ୱ ହେବ ବୀମା ଟଙ୍କା ପାଇବା ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇପଡ଼ିଲେଣି। ଏଠାରେ ବ୍ୟାଙ୍କ କର୍ମଚାରୀମାନେ ଲୋକଙ୍କଠାରୁ ସବୁ ପ୍ରକାର ଡକୁମେଣ୍ଟ ରଖୁଛନ୍ତି ସତ, କିନ୍ତୁ ତାହାକୁ କାର୍ଯ୍ୟକାରୀ କରୁନାହାନ୍ତି। ଶୁଣନ୍ତୁ ଏନେଇ ଆମ ପ୍ରତିନିଧି ଅଜିତ ପଲେଇ କ'ଣ କହୁଛନ୍ତି। ନିଶ୍ଚିତ ଭାବରେ ଦେଖିଥିବେ କେନ୍ଦୁଝରରେ ଜିତୁ ମୁଣ୍ଡାଙ୍କର କ'ଣ ପରିସ୍ଥିତି ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ। ଖବର ଚାରିଆଡ଼େ ବିସ୍ତାର ହୋଇଛି, ସାରା ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି। ଠିକ୍ ସେହିଭଳି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଅନ୍ତର୍ଗତ ଜଗମୋହନପୁର ଠାରେ ମଧ୍ୟ ଏକ ଷ୍ଟେଟ୍ ବ୍ୟାଙ୍କ ଅଛି। ଏଠାରେ ମଧ୍ୟ ଅନେକ ଲୋକ ଆଜ୍ଞା ଆପଣମାନେ ଯଦି ଦେଖିବେ ଏକାଧିକ ଲୋକ ଏଠାରେ ନିଜର ତାଙ୍କର ଯାହା ଇନ୍ସୁରାନ୍ସ ହଉ ବା ଅନ୍ୟାନ୍ୟ ସର୍ଭିସ ହଉ ସେମାନେ ଠିକ୍ ସେ ପାଇପାରୁନାହାନ୍ତି। ବର୍ଷ ବର୍ଷ ଧରି ଆଜ୍ଞା ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ପାଇଁ ସେମାନେ ଆବେଦନ କରିଛନ୍ତି, କିନ୍ତୁ ସେମାନେ ପାଇପାରୁନାହାନ୍ତି। ଏଠାରେ ଯେଉଁ ବାବୁମାନେ ଅଛନ୍ତି ବ୍ୟାଙ୍କ ମ୍ୟାନେଜର ହୁଅନ୍ତୁ ବା ଅନ୍ୟ କର୍ମଚାରୀ ହୁଅନ୍ତୁ, ବ୍ୟାଙ୍କରେ ଯେଉଁ ବାବୁମାନେ ଅଛନ୍ତି ସେମାନେ ଲୋକଙ୍କ ସେବାରେ ନାହାନ୍ତି ଆଜ୍ଞା। ତାଙ୍କର ଲକ୍ଷ୍ୟ କିପରି ସେମାନେ ଲକ୍ଷ ଲକ୍ଷ ଟଙ୍କା ନେଇ କୋଟିପତି ହେବେ, ତାଙ୍କର ଉଦ୍ଦେଶ୍ୟ ଏହା। ତାର ଜ୍ୱଳନ୍ତ ଉଦାହରଣ ମୁଁ ଆପଣଙ୍କୁ ଦେବି। ମୋ ପାଖରେ ଜଣେ ଭାଇ ଅଛନ୍ତି, ତାଙ୍କୁ ଆମେ ପଚାରି ବୁଝିବା। ଆଜ୍ଞା ଆପଣଙ୍କ ନାଁଟା କ'ଣ? କାହ୍ନୁ ପ୍ରଧାନ ଆଜ୍ଞା, ଘର କାକୁଡ଼ି ନାମା। କୁଆଡ଼େ ଆସିଥିଲେ? ମୋର ସ୍ତ୍ରୀ ନଷ୍ଟ ହେଇଯାଇଛି, ପଇସା ନାଗି ଆସିଥିଲି। କି ପଇସା? ଇନ୍ସୁରାନ୍ସ ପଇସା? ହଁ ଆଜ୍ଞା। ଆପଣ ପାଇପାରୁନାହାନ୍ତି? ନା, କେତେ ଦିନ ହେଲାଣି ଆପଣ? 1.5 ବର୍ଷ ଯାକେ ଦୌଡୁଛୁ। 1.5 ବର୍ଷ ହେଲାଣି ଦୌଡୁଛନ୍ତି? ସାର୍ ଆପଣଙ୍କ ନାଁଟା କ'ଣ? ସାରଙ୍ଗଧର ସାହୁ ଆଜ୍ଞା। ଆପଣଙ୍କ ଘର? ଛାମୁଣ୍ଡା ଆଜ୍ଞା। ଆପଣ କୁଆଡ଼େ ଆସିଥିଲେ ଆଜ୍ଞା? ବ୍ୟାଙ୍କକୁ ଆସିଛୁ ଆଜ୍ଞା, ଆଉ 21-22ରୁ ଦୌଡୁଛି ତ। ଆଉ ଆପଣଙ୍କର କ'ଣ ଅସୁବିଧା ହେଇଛି ଆଜ୍ଞା 2021-22 ମସିହାରେ ଦୌଡୁଛନ୍ତି? ଆଜ୍ଞା ମୋ ସ୍ତ୍ରୀ ଚାଲିଗଲା। ଚାଲିଗଲା ପରେ ଖାତାରେ ଇନ୍ସୁରାନ୍ସ କଟିଲା, ଏପର୍ଯ୍ୟନ୍ତ ଆମକୁ ଦେବାର ନାଁ ଦେଉନା। 2021-22 ମସିହାରୁ ଆପଣ ବ୍ୟାଙ୍କକୁ ଆସିଥିଲେ? ସବୁଦିନ ତ ଆଜ୍ଞା ଦୌଡୁଛି, ସପ୍ତାହକୁ ଥରେ। ବ୍ୟାଙ୍କରେ ଯୋଉ ସାର୍ ବସିଛନ୍ତି, ଯୋଉ ବାବୁମାନେ ବସିଛନ୍ତି, କ'ଣ କହୁଛନ୍ତି ଆପଣମାନେ? ଆଜି ଆଇଲେ ଆଜ୍ଞା ହେଇଯିବ। ହଁ, ଏ ସାର୍ ଆସିଲେ ଦେବେ, ଏ ସାର୍ ଆସିଲେ ଦେବେ, ଏପର୍ଯ୍ୟନ୍ତ ଦେବା। କିନ୍ତୁ ଆପଣ ଏପର୍ଯ୍ୟନ୍ତ ପାଇପାରୁନାହାନ୍ତି? ନା। ଆପଣ ଦେଖୁଛନ୍ତି ସଂସ୍କାର ଟିଭି ଓଡ଼ିଆ 24x7 ଆପଣଙ୍କ ସେବାରେ।